କେଉଁ ତିନିଟି ପତ୍ର ଖାଇଲେ ସୁଗାର ଓ ବ୍ଲଡ଼ ପ୍ରେସର ରୋଗ ମରିବା ପର୍ଯ୍ୟନ୍ତ କଣ୍ଟ୍ରୋଲରେ ରୁହେ? ତ ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଆଜିର ପ୍ରଥମ ପ୍ରଶ୍ନଟି ହେଉଛି, ମହୁ ସହିତ ରସୁଣ ଖାଇଲେ କେଉଁ ରୋଗକୁ ରାମବାଣ ପରି ଦୂରେଇ ଦିଏ? ଅପସନ୍ ଏ ଶାରୀରିକ ସମସ୍ୟା, ଅପସନ୍ ବି ସର୍ଦ୍ଦି କାଶ, ଅପସନ୍ ସି ମୋଟାପଣ ଏବଂ ଅପସନ୍ ଡି ହାର୍ଟ ସମସ୍ୟା। ଫ୍ରେଣ୍ଡସ୍, ଯଦି ଆପଣମାନେ ଏହି ପ୍ରଶ୍ନଗୁଡ଼ିକର ଆନ୍ସର ଜାଣିଛନ୍ତି ତାହେଲେ କମେଣ୍ଟ ମାଧ୍ୟମରେ 5 ସେକେଣ୍ଡ ମଧ୍ୟରେ ଉତ୍ତରଟି ଦେଇପାରିବେ। ସମୟଟି ଆରମ୍ଭ ହେଉଛି ଏବେଠୁ। ସୋ ଫ୍ରେଣ୍ଡସ୍, ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଏହି ଚାରୋଟି ଯାକ। ମହୁ ସହିତ ରସୁଣ ଖାଇଲେ ଶାରୀରିକ ସମସ୍ୟା, ସର୍ଦ୍ଦି କାଶ, ମୋଟାପଣ ଏବଂ ହାର୍ଟ ସମସ୍ୟା ରୋଗକୁ ରାମବାଣ ପରି ଦୂରେଇ ଦେଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ପ୍ରତିଦିନ ରାତିରେ ଗରମ ପାଣି ପିଇଲେ କେଉଁ ରୋଗ ଭଲ ହୋଇଥାଏ? ଅପସନ୍ ଏ ଥାଇରଏଡ୍, ଅପସନ୍ ବି ଯକ୍ଷ୍ମା, ଅପସନ୍ ସି କ୍ୟାନ୍ସର ଏବଂ ଅପସନ୍ ଡି ହଇଜା। ସୋ ଫ୍ରେଣ୍ଡସ୍, ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଥାଇରଏଡ୍। ପ୍ରତିଦିନ ରାତିରେ ଗରମ ପାଣି ପିଇଲେ ଥାଇରଏଡ୍ ରୋଗ ଭଲ ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଅଧିକ ଆମ୍ବ ଖାଇବା ଦ୍ୱାରା କେଉଁ ରୋଗ ଭଲ ହୋଇଥାଏ? ଅପସନ୍ ଏ କୋଷ୍ଠକାଠିନ୍ୟ, ଅପସନ୍ ବି ସୁଗାର, ଅପସନ୍ ସି ଏସିଡିଟି ଏବଂ ଅପସନ୍ ଡି ହଇଜା। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ କୋଷ୍ଠକାଠିନ୍ୟ। ଅଧିକ ଆମ୍ବ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ରୋଗ ଭଲ ହୋଇଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଡାଲଚିନି ସହିତ କ'ଣ ଖାଇଲେ ପେଟର ଚର୍ବି ଶୀଘ୍ର କମିଯାଏ? ଅପସନ୍ ଏ ଗୁଜୁରାତି, ଅପସନ୍ ବି ଗୁଡ଼, ଅପସନ୍ ସି ମହୁ ଏବଂ ଅପସନ୍ ଡି ହଳଦୀ। ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ହଳଦୀ। ଡାଲଚିନି ସହିତ ହଳଦୀ ଖାଇଲେ ପେଟର ଚର୍ବି ଶୀଘ୍ର କମିଯାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଜଣେ ମଣିଷ ବିନା କିଡନୀରେ କେତେ ଦିନ ପର୍ଯ୍ୟନ୍ତ ବଞ୍ଚିପାରିବ? ଅପସନ୍ ଏ 25 ଦିନ, ଅପସନ୍ ବି 10 ଦିନ, ଅପସନ୍ ସି 15 ଦିନ ଏବଂ ଅପସନ୍ ଡି 20 ଦିନ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି 15 ଦିନ। ଜଣେ ମଣିଷ ବିନା କିଡନୀରେ 15 ଦିନ ପର୍ଯ୍ୟନ୍ତ ବଞ୍ଚିପାରିବ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଧନିଆ ପତ୍ରରେ କେଉଁ ଭିଟାମିନ୍ ମିଳିଥାଏ? ଅପସନ୍ ଏ ଭିଟାମିନ୍ ଡି, ଅପସନ୍ ବି ଭିଟାମିନ୍ ଏ, ଅପସନ୍ ସି ଭିଟାମିନ୍ ବି ଏବଂ ଅପସନ୍ ଡି ଭିଟାମିନ୍ ସି। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଭିଟାମିନ୍ ଏ। ଧନିଆ ପତ୍ରରେ ଭିଟାମିନ୍ ଏ ମିଳିଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଆଖି ବନ୍ଦ ନ କରି କେଉଁ ଜୀବ ଶୋଇପାରେ? ଅପସନ୍ ଏ କଙ୍କଡ଼ା, ଅପସନ୍ ବି ସାପ, ଅପସନ୍ ସି ବେଙ୍ଗ ଏବଂ ଅପସନ୍ ଡି ମାଛ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ମାଛ। ଆଖି ବନ୍ଦ ନ କରି ମାଛ ଜୀବ ଶୋଇପାରେ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। କେଉଁ ଜଳଚର ପ୍ରାଣୀର ଦୁଇଟି ମୁହଁ ରହିଥାଏ? ଅପସନ୍ ଏ ମାଛ, ଅପସନ୍ ବି ସାପ, ଅପସନ୍ ସି ଜୋକ ଏବଂ ଅପସନ୍ ଡି ବେଙ୍ଗ। ଫ୍ରେଣ୍ଡସ୍, ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ଜାଣିବା ପୂର୍ବରେ ଯଦି ଆପଣମାନେ ଆମର ଚ୍ୟାନେଲକୁ ନୂଆ କରି ଭିଜିଟ୍ କରିଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ବଟନଟିକୁ ଦବାଇ ଅଲ୍ ଉପରେ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ କି ଏହିପରି ଉପଯୁକ୍ତ ଭିଡ଼ିଓ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ସୋ ଫ୍ରେଣ୍ଡସ୍, ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଜୋକ। ଜୋକ ଜଳଚର ପ୍ରାଣୀର ଦୁଇଟି ମୁହଁ ରହିଥାଏ। ସୋ ଫ୍ରେଣ୍ଡସ୍, ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ମାଛ ଓ ପ୍ରଜାପତି କାହା ଦ୍ୱାରା ସ୍ୱାଦ ବାରିପାରନ୍ତି? ଅପସନ୍ ଏ ଡେଣା, ଅପସନ୍ ବି ପାଟି, ଅପସନ୍ ସି ଜିଭ ଏବଂ ଅପସନ୍ ଡି ପାଦ। ସୋ ଫ୍ରେଣ୍ଡସ୍, ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ପାଦ।
ମାଛ ଓ ପ୍ରଜାପତି ପାଦ ଦ୍ୱାରା ସ୍ୱାଦ ବାରି ପାରନ୍ତି। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ମାଟି ହାଣ୍ଡିର ପାଣି ପିଇଲେ କେଉଁ ରୋଗ ଭଲ ହୋଇଥାଏ? ଅପସନ୍ ଏ ଥାଇରଏଡ୍, ଅପସନ୍ ବି ଡାଇବେଟିସ୍, ଅପସନ୍ ସି ବ୍ଲଡ୍ ପ୍ରେସର ଏବଂ ଅପସନ୍ ଡି ଟିବି। ଫ୍ରେଣ୍ଡସ୍ ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ବ୍ଲଡ୍ ପ୍ରେସର। ମାଟି ହାଣ୍ଡିର ପାଣି ପିଇଲେ ବ୍ଲଡ୍ ପ୍ରେସର ରୋଗ ଭଲ ହୋଇଥାଏ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ମନୁଷ୍ୟର ପରିସ୍ରାରେ ପିମ୍ପୁଡ଼ି ଲାଗିବା କେଉଁ ରୋଗର ଲକ୍ଷଣ ଅଟେ? ଅପସନ୍ ଏ ବ୍ଲଡ୍ ପ୍ରେସର, ଅପସନ୍ ବି ଥାଇରଏଡ୍, ଅପସନ୍ ସି ଡାଇବେଟିସ୍ ଏବଂ ଅପସନ୍ ଡି ପେଟ ଗ୍ୟାସ୍। ସୋ ଫ୍ରେଣ୍ଡସ୍ ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଡାଇବେଟିସ୍। ମନୁଷ୍ୟର ପରିସ୍ରାରେ ପିମ୍ପୁଡ଼ି ଲାଗିବା ଡାଇବେଟିସ୍ ରୋଗର ଲକ୍ଷଣ ଅଟେ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଓଡ଼ିଶାର ସବୁଠାରୁ ପରିଷ୍କାର ସହର କିଏ? ଅପସନ୍ ଏ ଭୁବନେଶ୍ୱର, ଅପସନ୍ ବି ବାରିପଦା, ଅପସନ୍ ସି କଟକ ଏବଂ ଅପସନ୍ ଡି ରାଉରକେଲା। ସୋ ଫ୍ରେଣ୍ଡସ୍ ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଭୁବନେଶ୍ୱର। ଓଡ଼ିଶାର ସବୁଠାରୁ ପରିଷ୍କାର ସହର ହେଉଛି ଭୁବନେଶ୍ୱର। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ବାଘ ପୂର୍ବରୁ ଜଙ୍ଗଲର ରାଜା କିଏ ଥିଲା? ଅପସନ୍ ଏ ବିଲୁଆ, ଅପସନ୍ ବି ହାତୀ, ଅପସନ୍ ସି ସିଂହ ଏବଂ ଅପସନ୍ ଡି ହରିଣ। ଫ୍ରେଣ୍ଡସ୍ ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ହାତୀ। ବାଘ ପୂର୍ବରୁ ଜଙ୍ଗଲର ରାଜା ହାତୀ ଥିଲା। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେଉଁ ଜାତିର ଲୋକ ଅଟନ୍ତି? ଅପସନ୍ ଏ ମୁସଲିମ୍, ଅପସନ୍ ବି ବ୍ରାହ୍ମଣ, ଅପସନ୍ ସି ତେଲି ଏବଂ ଅପସନ୍ ଡି ସାନ୍ତାଳୀ। ସୋ ଫ୍ରେଣ୍ଡସ୍ ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ସାନ୍ତାଳୀ। ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାନ୍ତାଳୀ ଜାତିର ଲୋକ ଅଟନ୍ତି। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି। ଉଷୁମ କ୍ଷୀରରେ କ'ଣ ମିଶାଇ ପିଇଲେ ରାତିରେ ଭଲ ନିଦ ହୋଇଥାଏ? ଅପସନ୍ ଏ ଡାଲଚିନି, ଅପସନ୍ ବି ଚିନି, ଅପସନ୍ ସି ହଳଦୀ ଏବଂ ଅପସନ୍ ଡି ମହୁ। ତ ଫ୍ରେଣ୍ଡସ୍ ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ହଳଦୀ। ଉଷୁମ କ୍ଷୀରରେ ହଳଦୀ ମିଶାଇ ପିଇଲେ ରାତିରେ ଭଲ ନିଦ ହୋଇଥାଏ। ସୋ ଫ୍ରେଣ୍ଡସ୍ ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନଟି ବା ଶେଷ ପ୍ରଶ୍ନଟି। ପ୍ରତିଦିନ ସକାଳେ କେଉଁ 3ଟି ପତ୍ର ଖାଇଲେ ସୁଗାର ଓ ବ୍ଲଡ୍ ପ୍ରେସର କଣ୍ଟ୍ରୋଲରେ ରହିବ? ଅପସନ୍ ଏ ନିମ୍ବ ପତ୍ର, ଅପସନ୍ ବି ଭୃଷଙ୍ଗ ପତ୍ର, ଅପସନ୍ ସି ତୁଳସୀ ପତ୍ର ଏବଂ ଅପସନ୍ ଡି ଏହି 3ଟି ଯାକ। ସୋ ଫ୍ରେଣ୍ଡସ୍ ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ଜାଣିବା ପୂର୍ବରେ ଯଦି ଆପଣମାନେ ଆମର ଚ୍ୟାନେଲକୁ ନୂଆ କରି ଭିଜିଟ୍ କରିଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ବଟନଟିକୁ ଦବାଇ ଅଲ୍ ଉପରେ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ କି ଏହିପରି ଉପଯୁକ୍ତ ଭିଡ଼ିଓ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ସୋ ଫ୍ରେଣ୍ଡସ୍ ଏହି ପ୍ରଶ୍ନର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଏହି 3ଟି ଯାକ। ପ୍ରତିଦିନ ସକାଳେ ନିମ୍ବ ପତ୍ର, ଭୃଷଙ୍ଗ ପତ୍ର ଏବଂ ତୁଳସୀ ପତ୍ର ଖାଇଲେ ସୁଗାର ଓ ବ୍ଲଡ୍ ପ୍ରେସର କଣ୍ଟ୍ରୋଲରେ ରହିଥାଏ। ସୋ ଫ୍ରେଣ୍ଡସ୍ ଆଜିର ଭିଡ଼ିଓଟି ଏଇଠି ଶେଷ କରିବା, ପୁଣି ଦେଖା ହେବା ପରବର୍ତ୍ତୀ ଭିଡ଼ିଓରେ। ଜୟ ଜଗନ୍ନାଥ।